ବାଘଟିଏ 2 ଦିନ ଧରି ଭୋକିଲା ଥିଲା। ଅନେକ ଖୋଜିଲା ପରେ ବି ଶିକାର ପାଉନଥିଲା। ଶିକାର ଖୋଜୁ ଖୋଜୁ ସେ ହରିଣଟିଏ ଦେଖିଲା। ତାକୁ ଶିକାର କରିବାକୁ ଗଲା। ହଠାତ୍ କିଛି ଗୋଟାଏ ଶବ୍ଦରେ ହରିଣ ଚମକି ପଡ଼ିଲା। ଖୁବ୍ ଜୋରେ ଧାଇଁ ପଳାଇଲା। ବାଘ ତା ପଛରେ ଦୌଡ଼ିଲା, ହେଲେ ହରିଣକୁ ଧରି ପାରିଲା ନାହିଁ। ବାଘ ଗଛ ପାଖକୁ ଫେରି ଦେଖିଲା, ଏଣ୍ଡୁଅଟାଏ ମୁଣ୍ଡ ଟୁଙ୍ଗାରୁଛି। ବାଘ ଏଣ୍ଡୁଅ ଉପରେ ରାଗିଗଲା। ଗର୍ଜନ କରି କହିଲା, ତୁ ହରିଣକୁ ଘଉଡ଼ାଇ ଦେଲୁ। ଆଜିଠାରୁ ପ୍ରତିଦିନ ତୁ ଗୋଟିଏ ହରିଣ ଯୋଗାଡ଼ କରିବୁ। ମୋତେ ଖବର ଦେବୁ, ନହେଲେ ମୁଁ ତତେ ଖାଇଯିବି। ଏଣ୍ଡୁଅ ବାଘ କଥାରେ ରାଜି ହେଲା। ସେ ସବୁଦିନ ବଣସାରା ଖୋଜି ଖୋଜି ହରିଣ ଯୋଗାଡ଼ କରେ, ବାଘକୁ ଖବର ଦିଏ। ବାଘ ସେ ହରିଣକୁ ଶିକାର କରି ଖାଏ। ଏମିତି ବହୁତ ଦିନ ଗଲା। ହରିଣ ଖୋଜି ଖୋଜି ଏଣ୍ଡୁଅ ହାଲିଆ ହୋଇଗଲା। ସେ ନିଜେ କିଛି ଖାଇବାକୁ ସମୟ ପାଇଲା ନାହିଁ। ଫଳରେ ବହୁତ ଦୁର୍ବଳ ହୋଇଗଲା। ମନ ଦୁଃଖରେ ସେ ଭଗବାନଙ୍କୁ ଡାକିଲା, ହେ ଭଗବାନ, ମୋତେ ଏ ଅସୁବିଧାରେ ରକ୍ଷା କର ପ୍ରଭୁ। ଏମିତି ଅନୁରୋଧ କଲା। ଭଗବାନ ଏଣ୍ଡୁଅ ଡାକ ଶୁଣିଲେ। ତାକୁ ନିଜ ରଙ୍ଗ ବଦଳାଇବାର ବର ଦେଲେ। ତାପରେ ଏଣ୍ଡୁଅ ରଙ୍ଗ ବଦଳାଇ ଗଛର ପତ୍ର ଓ ଡାଳ ଭିତରେ ଲୁଚିଗଲା। ଯେଉଁଠି ସେ ରହିଲା, ତା ଦେହ ରଙ୍ଗ ସେଇଭଳି ହୋଇଗଲା। ବାଘ ଆଉ ଏଣ୍ଡୁଅକୁ ଖୋଜି ପାରିଲା ନାହିଁ। ଏଣ୍ଡୁଅ ମନ ଖୁସିରେ ରହିଲା।